ଯାଇଥିଲା ତାଙ୍କ କ୍ୱାର୍ଟର କୁ ସେ ଖାଲି ତାଙ୍କ ସରକାର ବିରୁଦ୍ଧରେ ଟିଭି ମିଡିଆରେ କହୁଥିଲେ ବୋଲି ତାଙ୍କ କ୍ୱାର୍ଟର କୁ ତାକୁ ନେବା ପାଇଁ ଜବରଦସ୍ତ ଏଭିକ୍ସନ ଆରମ୍ଭ କରାଗଲା। ହାଇକୋର୍ଟ ପର୍ଯ୍ୟନ୍ତ ସେ ଗଲେ, ବର୍ତ୍ତମାନ ସେ ପୁଣି ତାଙ୍କର ଘର ଫେରି ପାଇଲେ। ତ ଓଡ଼ିଶାରେ ଯଦି ଆମେ ସାମ୍ବାଦିକତା କରୁଥିବା ବିଭିନ୍ନ ଖବରକାଗଜ, ବିଭିନ୍ନ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମକୁ ଦେଖିବା, ଅନେକ ଘଟଣା ଗତ ଦିନରେ ଘଟିଛି ଯେ ଯିଏ ସତ୍ୟକୁ ପଦାକୁ ଆଣିଲା ତାକୁ ଝାରପଡ଼ାର ଜେଲ ଦେଖିବାକୁ ପଡିଛି। ଖାଲି ଏଇଠି ନୁହଁ, କେଉଁଝରଠୁ ଆରମ୍ଭ କରି ବିଭିନ୍ନ ଜାଗାରେ ବହୁତ ସାମ୍ବାଦିକ ହେଇଛନ୍ତି। ଅନେକ ସାମ୍ବାଦିକତା ଛାଡ଼ିଦେଲେ। ଗୋଟେ ଭାଇରାଲ ଭିଡିଓ ଘଟଣା ହେଲା ଯୋଉଥିରେ ଆମର ମୋଟିଭର ସାମ୍ବାଦିକ କଣ ଥିଲେ ଛାଡ଼ିଦେଲେ ଆମର ହଁ ସେ ଛାଡ଼ିଦେଲେ। କାହିଁକି ନା ତାଙ୍କ ଉପରେ ଏତେ ପ୍ରେସର ପକାଗଲା ସେ ଛାଡ଼ିଦେଲେ। ତେଣୁ ଗୋଟେ କଳା ଅଧ୍ୟାୟ ଓଡ଼ିଶାରେ ଗତ 25 ବର୍ଷ ଧରି ଚାଲିଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜି ତାର ପରିବର୍ତ୍ତନ ଘଟିଛି। ଆଜି ଗୋଟେ ସରକାର ଆସିଛି। ଆପଣ ଦେଖିବେ, ଆପଣ ସମସ୍ତେ ଯାଆନ୍ତି କୌଣସି ଜଣେ ଖବରକାଗଜ ବାଲାକୁ, ଟିଭି ବାଲାକୁ ପଚାରିବେ ଆପଣଙ୍କୁ କେହି ସରକାରୀ ଦଳର ଲୋକ ଫୋନ କରିକି କହିଲେ କି ନ୍ୟୁଜଟା ଦିଅନି, କାହିଁକି ଦେବା ଶୁଣିବେ ନା? ଆପଣ ବିଲକୁଲ ଶୁଣେ। ମୁଁ ପରୀକ୍ଷା ସମୟରେ ଜଣଙ୍କ ସାଙ୍ଗେ କଥା ହେଲି, ପଚାରିଲି କହିଲେ ଏଇଟା କାହିଁ ଚାଲିଛ, କହିଲେ ଏଇଟା ଭଲ ଚାଲିଛି। ମୁଁ କଣ ଭଲ ନା, ଏଇଟା ପଢିଲେ ଆପଣଙ୍କୁ ସରକାର ଜାଣିବେ, ୟା ଉପରେ ଆକ୍ସନ ନେବେ। ବହୁତ ସୁନ୍ଦର କଥା ଯୋଉଟା ଏଠି ମାନେ ପୁଲକ ଭାଇ କହିଲେ ଯେ ଆମେ ଯେତେବେଳେ ଘରୁ ବାହାରୁଛନ୍ତି, ଆମେ ସମସ୍ତେ ଆମେ ବାହାରିଲା ପରେ କଣ କରୁଛନ୍ତି, ସର୍ବପ୍ରଥମ କଣ ଘରୁ ବାହାରିବୁ, ଆମେ କଥା ମିରର ଆଗକୁ ଯାଉଛନ୍ତି। ମିରର ଆଗରେ ଠିଆ ହେଉଛନ୍ତି, କଣ ମୋର ମୁଣ୍ଡ ବାଳଟା ଠିକ ଅଛି କି ନାହିଁ,